नमस्कार दर्शक बंधु आमर एही चैनल माध्यम आपण मानक स्वागत जनाउछि। कोन आपण जानिछन्ति कि जेबे ग्रह और नक्षत्रर संयोग होइथाय तो आपणक जीवन रे चमत्कार बड़ बदलिबाकू लागिथाय। आपण केबे भाबिछन्ति कि गोटिए विशेष दिन जेबे ए ब्रह्मांडर शक्ति आपणकर पाद पाखकू आसीबो, आपणक भाग्य को पूरा बदलाई देबो। 27 फेब्रुआरी 2025 दिन कुंभ राशि जातकଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି, ଯାହାକି ଏହି ଦିନ ଏଭଳି ଦୁର୍ଲଭ ସଂଯୋଗ ସ୍ଥିତି ବନୁଅଛି ଯାହା ଆପଣଙ୍କ ଜୀବନରେ ଦୁଇଟି ବଡ଼ ଚମତ୍କାର ହେବାକୁ ଯାଉଛି। କାହିଁକି ନା ଏହି ଦିନ ଏମିତି ଏକ ଦୁର୍ଲଭ ଓ ସଂଯୋଗ ବନୁଅଛି ଯାହା ଆପଣଙ୍କ ଜୀବନରେ ଦୁଇଟି ବଡ଼ ଚମତ୍କାର ହେବାକୁ ଯାଉଛି। ଏହି ଦିନ ଏମିତି ଏକ ଅମାବାସ୍ୟାକୁ ନେଇକି ଆସିଛି ଯାହା ଫାଲ୍ଗୁନ୍ୟ ଅମାବାସ୍ୟା କୁହାଯାଏ। ଏହି ଦିନ ଶିବ ଯୋଗ ଧନିଷ୍ଠା ନକ୍ଷତ୍ରର ସଂଯୋଗ ବନୁଅଛି ଆଉ ଏହା କୁମ୍ଭ ରାଶି ବ୍ୟକ୍ତିଙ୍କର ବିଶେଷ ଭାବରେ ଭଲ ହେବାକୁ ଯାଉଛି। ଏହି ଦିନ କିଛି ଏମିତି ଚମତ୍କାର ହେବ, କଣ ଆପଣ ଜାଣିବା ପାଇଁ ଚାହୁଁଛନ୍ତି କି? ଏହି ଦୁଇଟି ଚମତ୍କାର କଣ? ତେବେ ଚାଲନ୍ତୁ ଜାଣିବା। 27 ଫେବ୍ରୁଆରୀକୁ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ କଣ ଦୁଇଟି ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି ଯାହା ଆପଣଙ୍କର ପୁରା ଦୁନିଆ ବଦଳିଯିବ। ଯେପରିକି ଆମେ ଜାଣିଛନ୍ତି କି ମହାକୁମ୍ଭ ମେଳାରେ ଏକ ବିଶାଳ ଧାର୍ମିକ ଆୟୋଜନ ହେଉଅଛି, ଯେପରିକି ଲକ୍ଷ ଲକ୍ଷ ଲୋକ ପୂର୍ଣ୍ଣ ଅର୍ଜିତ କରିବା ପାଇଁ ପବିତ୍ର ସଙ୍ଗମରେ ସ୍ନାନ କରୁଛନ୍ତି। ଏହି ବର୍ଷ ମହାଶିବରାତ୍ରି ଦିନ କୁମ୍ଭ ମେଳାର ସମାପନ ହେବ। ତାହା 27 ଫେବ୍ରୁଆରୀକୁ ଫାଲ୍ଗୁନ୍ୟ ଅମାବାସ୍ୟା ଦିନ ଦୁଇଟି ବଡ଼ ଚମତ୍କାର ଘଟିବାକୁ ଯାଉଛି। ଏହି ଦିନ ଭଗବାନ ଶିବଙ୍କର ଶିବ ଯୋଗ ଓ ଧନିଷ୍ଠା ନକ୍ଷତ୍ର ଯୋଗର ଖାସ୍ ପ୍ରଭାବ ରହିବ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦିନର ଶକ୍ତି କିଛି ବିଶେଷ ରହିବ, ଯାହା ଖାସ୍ କରି କୁମ୍ଭ ରାଶିର ଜାତକର ବ୍ୟକ୍ତିଙ୍କୁ ପ୍ରଭାବିତ କରିବ। ଏହି ଦିନ ଆପଣଙ୍କ ଜୀବନରେ କିଛି ଏମିତି ଘଟଣା ନେଇକି ଆସିବ ଯାହା ଆପଣ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ଦର୍ଶକ ବନ୍ଧୁ, 27 ଫେବ୍ରୁଆରୀକୁ ଯେଉଁ ଚମତ୍କାର ହେବାକୁ ଯାଉଛି ତାହା ଆପଣଙ୍କ ଜୀବନକୁ ନୂଆ ଦିଗ ଦେଖାଇବ। ତେବେ ଆସନ୍ତୁ ଜାଣିବା ଦୁଇଟି ଚମତ୍କାରୀ ଘଟଣା କଣ ଅଟେ, ଯାହା ଏହି ଖାସ୍ ଅମାବାସ୍ୟା ଦିନ ଆପଣଙ୍କ ସହିତ ଘଟିବାକୁ ଯାଉଛି। ପ୍ରଥମ ଚମତ୍କାର, ଏହି ଦିନ ଆପଣଙ୍କର କ୍ୟାରିୟର ଓ ବୃତ୍ତି ଓ ସ୍ଥିତିରେ ସୁଧାର ହେବାର ଯୋଗ ବନୁଅଛି। ଫାଲ୍ଗୁନ୍ୟ ଅମାବାସ୍ୟା ଦିନ ବିଶେଷ ଶିବ ଯୋଗ ଓ ଧନିଷ୍ଠ ନକ୍ଷତ୍ରର ସଙ୍ଗମ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ନୂଆ ଉର୍ଜା ସଞ୍ଚାର କରିବ। ଏହି ସମୟ ଆପଣଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନର ପ୍ରତୀକ ହୋଇଥାଏ। ଯଦି ଆପଣ କୌଣସି ନୂଆ ଚାକିରିର ସନ୍ଧାନରେ ଅଛନ୍ତି କିମ୍ବା ଆପଣଙ୍କର ବ୍ୟାପାରରେ ଆହୁରି ନୂଆ ଯୋଜନା ବନାଉଛନ୍ତି ତ ଏହି ଦିନ ଆପଣଙ୍କ ପାଇଁ ସୌଭାଗ୍ୟ ନେଇକି ଆସିବ। ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ବା ଅବସରର ସାମ୍ନା କରିବାକୁ ପଡ଼ିପାରେ, ଯାହା ଆପଣଙ୍କ ସ୍ଥିତିକୁ ଅଧିକ ମଙ୍ଗଳ କରାଇବ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଚମତ୍କାର। 27 ଫେବ୍ରୁଆରୀ ଫାଲ୍ଗୁନ୍ୟ ଅମାବାସ୍ୟାର ପ୍ରଭାବ ହେତୁ ଆପଣଙ୍କ ଭିତରେ ଏକ ଗଭୀର ଆଧ୍ୟାତ୍ମିକ ଜାଗରଣ ହେବ। ଏହି ସମୟ ଆପଣଙ୍କ ପାଇଁ ମାନସିକ ଶକ୍ତି ଓ ସନ୍ତୁଳନ ପାଇବା ପାଇଁ ହୋଇଥାଏ। ଆପଣ ଆପଣଙ୍କ ଜୀବନରେ ଉଦ୍ଦେଶ୍ୟ ଅନୁଭବ ହେବ ଏବଂ ଆପଣଙ୍କର ଚିନ୍ତାଧାରାରେ ସ୍ପଷ୍ଟ ଆସିବ। ଏହା ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହା କିପରି ଚମତ୍କାର ଘଟିବ? କଣ ଏହା ପଛରେ କିଛି ରହସ୍ୟ ଲୁଚିକି ରହିଛି? ନା ଏହାର ସମ୍ବନ୍ଧ ସିଧା ଗ୍ରହ ଓ ନକ୍ଷତ୍ର ସହିତ ଅଛି, ଯାହାକି ଆମେ ଜାଣିଥାଉ କି ଅମାବାସ୍ୟା ରାତି ବିଶେଷ ରୂପରେ ତନ୍ତ୍ର ମନ୍ତ୍ର ଆଉ ପୂଜା ପାଇଁ ବହୁତ ଶକ୍ତିଶାଳୀ ମନାଯାଏ। ଏହି ଦିନ ଶିବ ଯୋଗ ଓ ଧନିଷ୍ଠା ନକ୍ଷତ୍ରର ଶୁଭ ସଂଯୋଗ ଆପଣଙ୍କ ପାଇଁ ଖାସ୍ ଲାଭ ନେଇକି ଆସିବ, କିନ୍ତୁ ଏହା ସବୁକିଛି ଆପଣଙ୍କର ବିଶ୍ୱାସ, ସଂକଳ୍ପ ଓ ଠିକ୍ ମାର୍ଗଦର୍ଶକ ଉପରେ ନିର୍ଭର କରେ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସୁଛି ତ କୃପା କରି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।